ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଏ ଲାଇଫକୁ ଏନ୍ଜୟ କରୁଥାନ୍ତୁ ସମସ୍ତେ। ଭାଇମାନେ, ଆମ ଜୀବନରେ ହସର କେତେ ଆବଶ୍ୟକତା ତାହା ଆମମାନେ ଜାଣିଛେ। ଏହି ଛୋଟିଆ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଯଦି ମୁଁ ହସେଇ ପାରିଲି, ସେଇଟା ମୋର ବହୁତ ବଡ଼ ଚେଷ୍ଟା ହୋଇପାରିବ। এই ভিডিওরে ମୁଁ ଗୋଟେ ଛୋଟିଆ କମେଡ଼ିଟେ କହୁଛି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବ। ଭିଡ଼ିଓଟି ଯଦି ଭଲ ଲାଗିଲା ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବ ନାହିଁ। ଆଜି ଭିଡ଼ିଓର କ୍ଲିପ୍ ହେଉଛି ବାଧ୍ୟ ହୋଇ। କ'ଣ ବାଧ୍ୟ ହୋଇକି? ଥରେ ମନୋଜ ରାସ୍ତାରେ ଯାଉଛି, ତା ସାଙ୍ଗ ମାଧିଆକୁ ଦେଖିଲା। ମାଧିଆ କ'ଣ କରୁଛି? ମଦ ପିଇକି ରାସ୍ତାରେ ସିଧା କହିଲା, ହରି ମାଧିଆ, ତୁ ଏଠି ପଡ଼ିଛୁ? ତାକୁ ଉଠେଇଲା, କହିଲା, ଆରେ ସେ ମଦ ଗୁଡ଼ାକ କାହିଁ ପିଉଛୁ କହିଲୁ? ଦେହ ପ୍ରତି ହାନିକାରକ, ଯଦି ପିଉଛୁ ହେଲେ ଅଳ୍ପ ଟିକେ ପିଅନ୍ତୁ। ସେ କହିଲା, ଆରେ ହେ ସାଙ୍ଗ, ମୁଁ ପୁରା ବାଧ୍ୟ ହୋଇକି ପିଇଲି। ନା, ମଦ ପିଇଲୁ ବାଧ୍ୟ ହୋଇକି? ବାଧ୍ୟ ହୋଇକି କ'ଣ? ନା ସାଙ୍ଗ, ଯେଉଁ ମଦଟା କିଣିଥିଲି ତା ଠିପିଟା କୁଆଡ଼େ ହଜିଗଲା। ଆଉ କ'ଣ କରିବି, ବାଧ୍ୟ ହୋଇକି ସବୁ ଢକ 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 ପିଇଦେଲି। ଆଉ ତାପରେ ତ ଏଇ ଅବସ୍ଥା। ଆଉ ଗୋଟେ ଛୋଟିଆ ମଦୁଆଙ୍କ କାହାଣୀ କହୁଛି। ଥରେ କ'ଣ ହେଇଛି ନା, 2 ଜଣ ସାଙ୍ଗ ବସିଛନ୍ତି, କଥାବାର୍ତ୍ତା ହେଉଛନ୍ତି। କଥାବାର୍ତ୍ତା ହେଉଥିବା ସମୟରେ ପ୍ରଥମ ସାଙ୍ଗଟି ହେଉଛି ବହୁତ ବଡ଼ ମଦୁଆ। ଦ୍ୱିତୀୟ ସାଙ୍ଗଟି ବସିକି ସେ ଚେଷ୍ଟା କରୁଛି, ନା ମୋ ସାଙ୍ଗକୁ ମୁଁ ଯାହା ହେଲେ ବି ଏ ମଦରୁ କେମିତି ମୁକ୍ତ କରିବି। ସେ କହିଲା, ସାଙ୍ଗ, ଆଜି ଗୋଟେ ଛୋଟିଆ ପରୀକ୍ଷା ଦ୍ୱାରା ମୁଁ ତୋତେ ବୁଝେଇଦେବି ଯେ ମଦଟା କେତେ ହାନିକାରକ ଆମ ଶରୀର ପାଇଁ। କହିଲା, ହଁ କଲୁ ଦେଖିଆ। ସେ କ'ଣ କଲା? 2ଟା ଗ୍ଲାସ୍ ଆଣିଲା। 2ଟା ଗ୍ଲାସ୍ ଆଣିକି ଗୋଟେ ଗ୍ଲାସ୍ରେ ମଦ ରଖିଲା, ଆଉ ଗୋଟେ ଗ୍ଲାସ୍ରେ ପାଣି ରଖିଲା। ତାପରେ 2ଟା ଜିଆ ଆଣିଲା। ଜିଆ ଜାଣିଥିବ, ସେ ଜିଆକୁ ଆଣିକି ଗୋଟେ ମଦ ଗ୍ଲାସ୍ରେ ପକାଇଦେଲା, ଆଉ ଗୋଟେ ପାଣି ଗ୍ଲାସ୍ରେ, ଯେଉଁଟା ଆମର ନର୍ମାଲ୍ ୱାଟର୍ ଅଛି, ସେଥିରେ ପକାଇଦେଲା। ତାପରେ କ'ଣ କଲା? କିଛି ସମୟ ଅପେକ୍ଷା କଲା। କହିଲା, ଦେଖ ଦେଖ ସାଙ୍ଗ ଦେଖ। ନା କ'ଣ 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 ହେଲା? ଯେଉଁ ଗ୍ଲାସ୍ରେ ଆମେ ମଦ ରଖିଥିଲେ ସେଥିରେ ଜିଆଟା ପକାଇଥିଲେ, ଦେଖ ଜିଆଟା ମରିଗଲା। କିନ୍ତୁ ସାଧାରଣ ଯେଉଁ ଜଳଟା ରଖିଛେ ସେଥିରେ ଦେଖିଲୁ ଜିଆଟା କେମିତି ଆରାମରେ ଖେଳୁଛି। ଜାଣିପାରିଲୁ? ଏଥର ବୁଝିଲୁ ତ ମଦଟା ଆମ ପାଇଁ କେତେ କ୍ଷତିକାରକ? ନା, ମୋର ଆଜି ଜ୍ଞାନ ଉଦୟ ହୋଇଗଲା। ଯାହା ହଉ, ମୋ ପରିଶ୍ରମଟା ଆଜି ସଫଳ ହୋଇଛି। ଦ୍ୱିତୀୟ ସାଙ୍ଗ କ'ଣ କହିଲା? ଯାହା ହଉ, ମୋ ପରିଶ୍ରମଟା ଆଜି ସଫଳ ହେଲା। ଆଉ ନା କ'ଣ ଜ୍ଞାନ ଉଦୟ ହେଲା କହିଲୁ? ଆଜିଠୁ ଆଉ ମଦ ପିଇବୁନି ତ? ନା ସାଙ୍ଗ, ମୁଁ ଗୋଟେ ବୋତଲ ପିଉଥିଲି ଦିନକୁ, ଏଣିକି 3-4 ବୋତଲ ପିଇବି। କାହିଁ 3-4 ବୋତଲ କାହିଁ ପିଇବୁ? ନା ସାଙ୍ଗ, ଯେତକ ଆମ ଶରୀରରେ କୃମି ଅଛନ୍ତି, ମୁଁ ଯଦି 3-4 ବୋତଲ ପିଇବି ଏ ତ ସବୁ ମରିଯିବେ। ତେଣୁ ମଦ ତ ମୋର ଉପକାର କରିବ, ମୁଁ କାହିଁ ନ ପିଇବି? ଏ ଗଲା, ଆରେ ବା, ଇଏ ମଦୁଆ ସାଙ୍ଗକୁ ଆଉ ବୁଝେଇ ହେବ ନାହିଁ। ବର୍ତ୍ତମାନ ଆଉ ଗୋଟିଏ ଭିଡ଼ିଓ ଆମର ଟିଚର ଏବଂ ଷ୍ଟୁଡେଣ୍ଟ, ୟା ଉପରେ ଗୋଟେ ଛୋଟିଆ କମେଣ୍ଟଟେ କହୁଛି। ଥରେ ମ୍ୟାଡ଼ାମଟେ ପିଲାଙ୍କୁ ପଢ଼ାଉଥାନ୍ତି, ଆମର ପ୍ରେଜେଣ୍ଟ, ପାଷ୍ଟ ଆଉ ଫ୍ୟୁଚର, ବର୍ତ୍ତମାନ, ଅତୀତ ଏବଂ ଭବିଷ୍ୟତ ଉପରେ ପଢ଼ାଉଥାନ୍ତି। ମ୍ୟାଡ଼ାମ କହିଲେ, ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି, ତୁମମାନେ ଶୁଣ, ତାପରେ ତୁମମାନେ ଗୋଟେ ଗୋଟେ ଏକ୍ଜାମ୍ପଲ୍ ଦେବ, ହେଲା। ରାଧୁଆ କହିଲା, ରାଧୁଆ ମହାଦୁଷ୍ଟ, କହିଲା, ହଁ ହଁ ହଁ, ଆପଣ କୁହନ୍ତୁ କୁହନ୍ତୁ। ମ୍ୟାଡ଼ାମ କହିଲେ, ଅତୀତରେ ମୁଁ ବହୁତ ସୁନ୍ଦର ଥିଲି, ବର୍ତ୍ତମାନ ବି ବହୁତ ସୁନ୍ଦର ଅଛି ଏବଂ ଭବିଷ୍ୟତରେ ବି ବହୁତ ସୁନ୍ଦର ରହିବି। ହେଲା, ହଁ। ରାଧୁଆ କହିଲେ ଦେଖି, ତୁ ଗୋଟେ ଏକ୍ଜାମ୍ପଲ୍। ଆପଣ ଯେଉଁ ସୁନ୍ଦର କହିଲେ
ସେଇଟା ଅତୀତରେ ଭୁଲ ଥିଲା, ବର୍ତ୍ତମାନ ବି ଭୁଲ ଏବଂ ଭବିଷ୍ୟତରେ ବି ସେଇଟା। ଏବେ ମୁଁ ଆଉ ଗୋଟିଏ କମେଡ଼ି କହୁଛି, ଯେଉଁଟାକି ଆମର ଶାଶୁ ଏବଂ ଜ୍ୱାଇଁ ଭିତରେ ଗୋଟେ ଛୋଟିଆ କମେଡ଼ିଟେ। ଭିଡ଼ିଓଟିକୁ ଜମା ବି ସ୍କିପ୍ କରିବନି। ଥରେ ଗୋଟେ ଜ୍ୱାଇଁ ଶ୍ୱଶୁର ଘରକୁ ବୁଲିବାକୁ ଯାଇଛି। ପ୍ରାୟ 2 ମାସ ଖଣ୍ଡେ ହେଇଗଲାଣି ହେଲା। ସେ ବିଲକୁଲ ଘରକୁ ଯିବାର ନାଁ ଧରୁନି। ସୁସ୍ୱାଦ୍ୟ ଭୋଜନ ପାଉଛି, ଆରାମରେ ଅଛି ହେଲା। ଶାଶୁ ଆସି କହିଲା, ଜ୍ୱାଇଁ ପୁଅ ତୁମେ ତ ବହୁତ ଦିନ ହେଲାଣି ଆସିଲଣି, ତୁମେ ଘରକୁ କେବେ ଯିବ? ଘରକୁ ଯାଉନ ରେ? ନା କାହିଁକି, କ'ଣ ଅସୁବିଧା ହେଲା? ନା ନାହିଁ ଯେ, ସେମିତି କିଛି ନାହିଁ ଯେ, ତୁମେ ତ 2 ମାସ ହେଲାଣି ଆସିଲଣି ତ, ଆଉ ଯିବା କଥା ତ ଜମା କହୁନ। ନା କାହିଁକି, ତମ ଝିଅ ତ ଆମ ଘରେ ବର୍ଷ ବର୍ଷ ରହୁଛି, କାହିଁ ମୁଁ ତ କହୁନି ଯିବା ପାଇଁ। ଶାଶୁ କହିଲା, ହଁ ସେ ବାହା ହେଇଛି ହେଲା। ଜ୍ୱାଇଁ କହିଲା, ଆଉ କ'ଣ ମୁଁ କିଡ଼ନାପ୍ ହେଇକି ଆଇଛି ନା କ'ଣ?